ଲଗାଣ ବର୍ଷା ପାଣି ଘେରରେ କୋଣାର୍କ ଏନ୍ଏସି 6ଟି ୱାର୍ଡ। ପ୍ରବଳ ବର୍ଷା ଯୋଗୁଁ ପୁରୀ ଜିଲ୍ଲା କୋଣାର୍କ ନାକରେ 6ଟି ୱାର୍ଡରେ ପାଣି ମାଡ଼ିଯାଇଛି। ଫଳରେ ଲୋକେ ଏକ ପ୍ରକାର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଗତକାଲି ରାତିରେ ପ୍ରବଳ ବର୍ଷା ହୋଇଥିଲା। ଏହାର ପ୍ରଭାବରେ ରାଉଳପାଟଣା, ବାଲିସାହି, ଭଗବତୀ କଲୋନୀ, ପ୍ରତାପ କଲୋନୀ, ବେରୁହ, ବିରଜଙ୍ଗା, ଡାଳିମ୍ବଗରୁଡ଼ି, ମାଉସୀମା ସାହିକୁ ମିଶାଇ 6ଟି ୱାର୍ଡବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ବର୍ଷା ପାଣି ଲୋକଙ୍କ ଘରେ ଏବଂ ଚୁଲିରେ ପଶିଯିବା କାରଣରୁ ରୋଷେଇ ବନ୍ଦ ହୋଇଯାଇଛି। ଏବେ ବର୍ଷା ଜାରି ରହିଥିବା ବେଳେ ଜଳ ନିଷ୍କାସନ କରିବା ସହ ଶୁଖିଲା ଖାଦ୍ୟ ଯୋଗାଇ ଦେବାକୁ ୱାର୍ଡବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଘରେ ପାଣି ପଶି ଯାଉଛି, ଆଉ ଆଡ଼େ ଚୁଲି ପାଣି ଛେଇକି ଭାତ ରାନ୍ଧିକି ଖାଉଛୁ। ଭାରି କଦର୍ଯ୍ୟରେ ରହୁଛୁ। ସାପ ପଶି ଯାଉଛି, ଆଡ଼େ ବେଙ୍ଗ ସାପ ପିଲେ ଏଠି ବାହାରି ପାରୁନାହାନ୍ତି ଦାଣ୍ଡକୁ। ଆମେ କେମିତି ଏଠି ଚଳିବୁ? ଆଜ୍ଞା, ତେମେ ଏମିତି ଆମକୁ ନିଷ୍ଠୁର ଦେଖିକି ରଖିଛ। ଆମେ ଆସୁନ, ତେମେ ଦୟା କରୁନ ଆମକୁ ଟିକେ। ଆଉ କିଛି ଆମେ ଏଇଠି ରହିକି ନିଶ୍ଚୟ ଆମେ କିଛି ପାଉନୁ କି କିଛି ଚାଲିବାକୁ ବାଟ ପାଉନୁ। କେମିତି ରହିବୁ? ଦେଖନ୍ତୁ, ଆଜି ବି ନୁହଁ, ପ୍ରଥମ 20 ତାରିଖର ବର୍ଷାରୁ ପୁରା 10 ନମ୍ବର ୱାର୍ଡ କେତେଟା କଲୋନୀ, ଭଗବତୀ କଲୋନୀ, ପ୍ରତାପ କଲୋନୀ, ପ୍ରାୟ ଜାଗାରେ ପାଣି ଏମିତି ଜମିକି ରହିଛି। ପିଲାମାନେ ସ୍କୁଲ ବି ଯାଇପାରୁନାହାନ୍ତି। ପିଲାମାନେ ଲୋକମାନେ ଯେଉଁ କଦର୍ଯ୍ୟରେ ଅଛନ୍ତି, ଯେଉଁ କଷ୍ଟରେ ଅଛନ୍ତି, ମୁଁ ଏ ବାବଦରେ କାଉନସିଲ ଯେଉଁ ଗ୍ରୁପ ଅଛି, ଗ୍ରୁପରେ ବି ଦିଆହେଇଛି। ଏକ୍ଜିକ୍ୟୁଟିଭ୍ସରୁ ଜଣିଆ ହେଇଛି, ଜେଇକି ଜଣିଆ ହେଇଛି, ଚେୟାରମ୍ୟାନଙ୍କୁ ବି ଜଣିଆ ହେଇଛି। କିନ୍ତୁ ମୋର ଦୁଃଖର ବିଷୟ ଯେ ପ୍ରଶାସନ ଏତେ ଦୁର୍ବଳ ହେଇଯାଉଛି କାହିଁକି, ଏତେ ନିଷ୍କ୍ରିୟ ହେଇଯାଉଛି କାହିଁକି, ବହୁତ ଦୁଃଖ ଲାଗୁଛି।